ନମସ୍କାର ଦର୍ଶକ ବନ୍ଧୁ, ମୁଁ ପ୍ରଦୀପ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଆଉ ଏକ ନୂଆ ଭିଡ଼ିଓରେ। ତ ରାଜ୍ୟର ସମସ୍ତ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ଗୋଟେ ବହୁତ ବଡ଼ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ରହିଛି। ଆପଣମାନେ ସମସ୍ତେ ଜାଣିଥିବେ ରାଜ୍ୟ ସରକାରଙ୍କର କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ତରଫରୁ ରାଜ୍ୟ ସରକାର ପ୍ରତ୍ୟେକ ବର୍ଷ 2ଟି କିସ୍ତିରେ କ୍ଷୁଦ୍ର ନାମମାତ୍ର ଚାଷୀଙ୍କୁ ସିଏମ୍ କିଷାନ ଯୋଜନା ଅଧୀନରେ 4,000 ଟଙ୍କାର ସହାୟତା ରାଶି ପ୍ରଦାନ କରିଥାନ୍ତି ଏବଂ ସିଏମ୍ କିଷାନ ଯୋଜନାରେ ଭୂମିହୀନ କୃଷି ପରିବାରଙ୍କୁ ଏହି ସହାୟତାରେ 12,500 ଟଙ୍କା ମିଳିଥାଏ। କିନ୍ତୁ ବର୍ତ୍ତମାନ ସିଏମ୍ କିଷାନ ଯୋଜନାର ଯେଉଁ ଗାଇଡଲାଇନ୍ ପରିବର୍ତ୍ତନ ହେଲା ପରେ ବହୁତ କିଛି ସମସ୍ୟା ଯାହାକି ଚାଷୀ ଭାଇ ଭଉଣୀମାନଙ୍କର ବର୍ତ୍ତମାନ ସାମ୍ନାକୁ ଆସିଛି। ବିଶେଷ କରି ଯେଉଁମାନେ ସ୍ମଲ୍ ଏବଂ ମାର୍ଜିନାଲ ଫାର୍ମାରରେ ନିଜକୁ ରେଜିଷ୍ଟ୍ରେସନ କରିବା ପାଇଁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଯେଉଁ ନୂଆ ଗାଇଡଲାଇନ୍ ହିସାବରେ ଏଗ୍ରି ଷ୍ଟକ୍ ଫାର୍ମର ଆଇଡି ମାଣ୍ଡାଟୋରି କରାଯାଇଛି। ତେଣୁ ଏଗ୍ରି ଷ୍ଟକ୍ ଫାର୍ମର ଆଇଡି ମାଣ୍ଡାଟୋରି କଲା ପରେ ବହୁ ଚାଷୀ ଭାଇ ଭଉଣୀମାନଙ୍କର ବର୍ତ୍ତମାନ କମେଣ୍ଟ ଆସୁଛି ଯେ ଆମେ ପୂର୍ବରୁ ସିଏମ୍ କିଷାନ ଯୋଜନାରେ ସ୍ମଲ୍ ଏବଂ ମାର୍ଜିନାଲ ଫାର୍ମାରରେ ଆବେଦନ କରିଥିଲୁ, କିନ୍ତୁ ସେହି ଆବେଦନ ଆମର ରିଜେକ୍ଟ ହେଇଯାଇଛି। ତ ଯେହେତୁ ଆମ ନାମରେ ନିଜର ଜମି ନାହିଁ ଏବଂ ନିଜ ନାମରେ ଜମି କରିବା ବର୍ତ୍ତମାନ ସମ୍ଭବ ନୁହେଁ, ତାହେଲେ ଆମେ କେମିତି ସିଏମ୍ କିଷାନ ଯୋଜନାରେ ସାମିଲ ହବୁ? ତାରି ଉପରେ ବହୁତ ସାରା କମେଣ୍ଟ ମଧ୍ୟ ଆସୁଛି ଯେ ଆମେ ଭୂମିହୀନରେ ଆପ୍ଲାଏ କରି 12,500 ଟଙ୍କା ପାଇପାରିବୁ କି ନାହିଁ? ଆସନ୍ତୁ ସେ ବିଷୟରେ ମୁଁ ଆପଣମାନଙ୍କୁ ଡିଟେଲ୍ସ ଅପଡେଟ୍ ଦେବି। ଯେମିତିକି ଆପଣମାନେ ଆଗକୁ ସିଏମ୍ କିଷାନ ଯୋଜନାରେ ଭୂମିହୀନରେ ଆବେଦନ କରିବେ ନା ସ୍ମଲ୍ ଏବଂ ମାର୍ଜିନାଲ ଫାର୍ମାରରେ ଆବେଦନ କରିବେ, ସେ ବିଷୟରେ ଡିଟେଲ୍ସ ଜାଣିପାରିବେ। ତା ପୂର୍ବରୁ ଯଦି ଚ୍ୟାନେଲକୁ ପ୍ରଥମ ଥର ଭିଜିଟ୍ କରୁଛନ୍ତି, ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରି ଅଲ୍ରେ ସେଟ୍ କରିଦେବେ। ତ ଦେଖନ୍ତୁ ସିଏମ୍ କିଷାନ ଯୋଜନା ବା ପୂର୍ବରୁ ଯେଉଁ କାଳିଆ ଯୋଜନା ଆସିଥିଲା, ସେ ସମୟରେ ଆପଣମାନଙ୍କର ଦୁଇ ପ୍ରକାର ଚାଷୀ ଭାଇ ଭଉଣୀମାନଙ୍କୁ ଏଥିରେ ସାମିଲ କରାଯାଉଛି। ଗୋଟିଏ ରହିଲା ସ୍ମଲ୍ ଏବଂ ମାର୍ଜିନାଲ ଫାର୍ମାର, ଯେଉଁମାନଙ୍କ ପାଖରେ ନିଜସ୍ୱ ଜମି ଅଛି ସେମାନେ ସ୍ମଲ୍ ମାର୍ଜିନାଲ ଫାର୍ମାର ଅଧୀନରେ ଯାଉଛନ୍ତି ଏବଂ ଯେଉଁମାନଙ୍କ ପାଖରେ ଜମି ନାହିଁ, ଯେଉଁଟାକୁ LAH ବୋଲି କହୁଛେ, ଲ୍ୟାଣ୍ଡଲେସ୍ ଏଗ୍ରିକଲଚରାଲ ହାଉସ ହୋଲ୍ଡ ବା ଆପଣମାନଙ୍କର ଭୂମିହୀନ କୃଷି ପରିବାର, ସେମାନଙ୍କୁ ଯାହାକି 12,500 ଟଙ୍କା ପ୍ରଦାନ କରାଯାଏ। କିନ୍ତୁ ଏ ଯେଉଁ 12,500 ଟଙ୍କା ଆସେ, ସେମାନଙ୍କୁ ଏଟା 3ଟି କିସ୍ତିରେ ପ୍ରଦାନ କରାଯାଏ। ଯେମିତିକି ଆପଣମାନେ ଆବେଦନ କଲା ପରେ ପ୍ରଥମ କିସ୍ତିରେ 5,000, ଦ୍ୱିତୀୟ କିସ୍ତିରେ 5,000 ଏବଂ ଆଉ ଗୋଟିଏ କିସ୍ତି 2,500, ଅର୍ଥାତ୍ ଟୋଟାଲ ଆପଣମାନେ 12,500 ଟଙ୍କା ପାଇସାରିଲା ପରେ ଆଉ ଆପଣମାନଙ୍କୁ ଯାହାକି ଟଙ୍କା ମିଳିନଥାଏ। ତେଣୁ ବର୍ତ୍ତମାନ ଯେଉଁ ସମସ୍ୟାଟି ଆସିଛି ଯେ ଆମେ କ୍ଷୁଦ୍ର ନାମମାତ୍ର ଚାଷୀରେ ଆବେଦନ କରିବା ପାଇଁ ହେଲେ ଆପଣମାନଙ୍କର ଏଗ୍ରି ଷ୍ଟକ୍ ଫାର୍ମର ଆଇଡି ନିହାତି ଦରକାର ଏବଂ ଏହି ଆବେଦନ ଦେଖନ୍ତୁ ପୋର୍ଟାଲରେ ଆପଣମାନଙ୍କୁ ଏହି ମାସ ଶେଷ ସୁଦ୍ଧା ଆରମ୍ଭ ହୋଇଯିବ। ତେଣୁ ଯେଉଁ ଚାଷୀ ଭାଇ ଭଉଣୀମାନେ ରେଜିଷ୍ଟ୍ରେସନ କରିବା ପାଇଁ ଚାହୁଁଛନ୍ତି, ସେମାନଙ୍କର ଏଗ୍ରି ଷ୍ଟକ୍ ଜଲ୍ଦି ଜଲ୍ଦି ବନେଇ ନିଅନ୍ତୁ, କାରଣ ଜୁନ୍ ମାସ ପ୍ରଥମ ସପ୍ତାହରୁ ହିଁ ଆପଣମାନଙ୍କର ନୂଆ ଆବେଦନ ଆରମ୍ଭ ହୋଇଯିବ। ତେଣୁ ଯଦି ଆପଣମାନେ କ୍ଷୁଦ୍ର ନାମମାତ୍ର ଚାଷୀରେ ଆବେଦନ କରିବା ପାଇଁ ଚାହୁଁଛନ୍ତି, ତାହେଲେ ଏଠି ଆପଣମାନଙ୍କର ଆବେଦନ କରିବା ପାଇଁ କେଉଁ କେଉଁ ଡକୁମେଣ୍ଟର ଆବଶ୍ୟକତା ଅଛି। କ୍ଷୁଦ୍ର ନାମମାତ୍ର ଚାଷୀ ସେହି ପରିବାରମାନଙ୍କୁ ସାମିଲ କରାଯିବ ଯେଉଁମାନଙ୍କର ମୁଖ୍ୟ ଆପଣମାନଙ୍କର କାମ ରହିଛି, ଯେ ଯେଉଁମାନେ କୃଷି କାମ ଉପରେ ନିର୍ଭର କରି ନିଜର ପରିବାର ପ୍ରତିପୋଷଣ କରୁଛନ୍ତି ବା ଜୀବିକା ନିର୍ବାହ କରୁଛନ୍ତି, ସେଇମାନଙ୍କୁ କେବଳ ଭୂମିହୀନ ପରିବାରରେ ସହାୟତା ମିଳିଥାଏ। ତେଣୁ ଭୂମିହୀନ ପରିବାରରେ ଆପଣମାନେ ସହାୟତା ପାଇବା ପୂର୍ବରୁ ଏଠି ଆବଶ୍ୟକ ଡକୁମେଣ୍ଟ ଯେଉଁଟାକି ନିହାତି ଆପଣମାନଙ୍କ ପାଖରେ ଥିବା ଦରକାର। ତା ଭିତରେ କ'ଣ ରହିଛି? ପ୍ରଥମ ଆପଣମାନଙ୍କର ରହିଛି ଆପଣମାନଙ୍କର ଆଧାର କାର୍ଡ଼, 2 ନମ୍ବରରେ ଆପଣମାନଙ୍କର ଆଧାର କାର୍ଡ଼ ସହିତ ମୋବାଇଲ ନମ୍ବର ଲିଙ୍କ ଥିବା ଦରକାର, 3 ନମ୍ବରରେ ଆପଣମାନଙ୍କର ଡିବିଟି ଆକ୍ଟିଭ ଥିବା ଦରକାର ଏବଂ 4 ନମ୍ବର ଏବଂ 5 ନମ୍ବର ଯେଉଁଟାକି ଆପଣମାନଙ୍କ ପାଇଁ ମୋଷ୍ଟ ଇମ୍ପୋର୍ଟାଣ୍ଟ, 4 ନମ୍ବର ରହିଛି ଆପଣମାନଙ୍କର ରାସନ କାର୍ଡ଼ ଥିବା ନିହାତି ଆବଶ୍ୟକ। ଯଦି ଆପଣମାନଙ୍କର ରାସନ କାର୍ଡ଼ ନାହିଁ, ତାହେଲେ ଆପଣମାନେ ଭୂମିହୀନ ପରିବାରରେ ଆବେଦନ କରିପାରିବେ ନାହିଁ, ଏଇଟା ମଧ୍ୟ ମନେ ରଖନ୍ତୁ। ତାପରେ 5 ନମ୍ବର ରହିଛି ଆପଣମାନଙ୍କର MGNRGS ବା ଯେଉଁଟାକି ଆମେ ଜବ୍ କାର୍ଡ଼ ବୋଲି କହୁଛୁ, ଜବ୍ କାର୍ଡ଼ର ନମ୍ବର ଆପଣମାନଙ୍କର ସିଏମ୍ କିଷାନରେ ଭୂମିହୀନରେ ଆବେଦନ କରିବା ପାଇଁ ହେଲେ ଆବଶ୍ୟକତା ରହିଛି। ତ ଦେଖନ୍ତୁ ଏଠି ଆପଣମାନଙ୍କର ସିଏମ୍ କିଷାନର ଗାଇଡଲାଇନରେ ପୁରା ଡିଟେଲ୍ସ ମେନସନ କରାଯାଇଛି ଯେ ସିଏମ୍ କିଷାନ ଅଧୀନରେ ଯେଉଁମାନେ ଭୂମିହୀନ ଚାଷୀ ପରିବାର ରହିଛନ୍ତି, ନାମ ପଞ୍ଜୀକରଣ ପାଇଁ ଜବ୍ କାର୍ଡ଼ର ଆବଶ୍ୟକତା ରହିଛି। ତେଣୁ ଜବ୍ କାର୍ଡ଼ ନଥିଲେ ଆପଣମାନେ ଯାହାକି ଏଥିରେ ଆବେଦନ କରିପାରିବେ ନାହିଁ। ତେଣୁ ଯେଉଁ ଟଙ୍କା ଆପଣମାନଙ୍କୁ ମିଳିବ, ତା ପୂର୍ବରୁ ଆପଣମାନେ ମଧ୍ୟ ଜାଣିଥିବେ ଯଦି ଆପଣମାନଙ୍କର ରାସନ କାର୍ଡ଼ ଅଛି, ରାସନ କାର୍ଡ଼ରେ କୌଣସି ଫ୍ୟାମିଲି ମେମ୍ବର ପୂର୍ବରୁ ସିଏମ୍ କିଷାନ ଯୋଜନାରେ ରେଜିଷ୍ଟ୍ରେସନ କରିଛନ୍ତି ଏବଂ ରେଜିଷ୍ଟ୍ରେସନ କଲା ପରେ ତାଙ୍କ ନାଁ ବର୍ତ୍ତମାନ ରିଜେକ୍ଟ ହେଇଯାଇଛି, ତାହେଲେ ମଧ୍ୟ ଆପଣମାନଙ୍କର ଭୂମିହୀନରେ ଆବେଦନ ହେଇପାରିବ ନାହିଁ। ଏଇଟା ମଧ୍ୟ ଆପଣମାନେ ଜାଣି ରଖିବା ଦରକାର, କାରଣ ବହୁତ ଜଣ ଚାଷୀ ବର୍ତ୍ତମାନ ଚେଷ୍ଟା କରିବେ ଯେ ଯେହେତୁ ତାଙ୍କର ନିଜ ନାମରେ ଜମି ନାହିଁ, ଆମର ସ୍ମଲ୍ ମାର୍ଜିନାଲ ଫାର୍ମାରରେ ସେମାନେ ନିଜକୁ ସାମିଲ କରିପାରୁନାହାନ୍ତି, ତେଣୁ ସେମାନେ ଚେଷ୍ଟା କରିବେ ଲ୍ୟାଣ୍ଡଲେସ୍ରେ ନିଜର ନାମ ଯୋଡ଼ିବା ପାଇଁ,
କିନ୍ତୁ ଲ୍ୟାଣ୍ଡଲେସ୍‌ରେ ନାମ ଯୋଡ଼ିବା ପୂର୍ବରୁ ଆପଣମାନଙ୍କର ଜବ୍ କାର୍ଡ଼ଟି ରହିବା ନିହାତି ଦରକାର। କାରଣ ଜବ୍ କାର୍ଡ଼ ପାଇଁ ମଧ୍ୟ ବର୍ତ୍ତମାନ ବହୁତ ସାରା ନିୟମ କରାଯାଇଛି। ଯଦି ଆପଣମାନଙ୍କର ଜବ୍ କାର୍ଡ଼ ନାହିଁ, ଆପଣମାନେ ନିଜ ପଞ୍ଚାୟତର ଜିଆର୍ଏସ୍‌ଙ୍କ ସହିତ ଯୋଗାଯୋଗ କରି ନିଜର ଜବ୍ କାର୍ଡ଼ ବନେଇ ଦିଅନ୍ତୁ ବା ପୂର୍ବରୁ ଜବ୍ କାର୍ଡ଼ ଯୋଉଟା ଅଛି, ସେଟା ଯଦି ଇନ୍‌ଏକ୍ଟିଭ୍ ହେଇଯାଇଛି ଏକ୍ଟିଭ୍ କରିଦିଅନ୍ତୁ। ତାହେଲେ ଯାଇ ଆପଣମାନଙ୍କର ପଞ୍ଜୀକରଣ ଆରମ୍ଭ ହେବ। ଏବଂ ପଞ୍ଜୀକରଣ ଦେଖନ୍ତୁ ମେ ମାସ ଶେଷ ସୁଦ୍ଧା ଆପଣମାନଙ୍କର ପୋର୍ଟାଲ୍ ଯାଇକି ବର୍ତ୍ତମାନ ଯୋଉ ଅପଡେଟ୍ ରହିଛି, ମେ ମାସ ଶେଷ ସୁଦ୍ଧା ଆପଣମାନଙ୍କର ପୋର୍ଟାଲ୍ ଅପଡେଟ୍ ହେଇଯିବ। ପୋର୍ଟାଲ୍ ଅପଡେଟ୍ ହେଲା ପରେ ଆପଣମାନଙ୍କ ରେଜିଷ୍ଟ୍ରେସନ ମଧ୍ୟ ଆପଣମାନେ କରିପାରିବେ। ଏବଂ ଯୋଉମାନଙ୍କର ରାସନ କାର୍ଡ଼ ନାହିଁ, ସେମାନେ ଦେଖନ୍ତୁ ସିଏମ୍ କିଷାନ ଯୋଜନାରେ ସାମିଲ ହେଇପାରିବେ ନାହିଁ। ଏଇଟା ମଧ୍ୟ ମନେ ରଖନ୍ତୁ। ପୂର୍ବରୁ ଯଦି ଆପଣମାନଙ୍କର ଆବେଦନ ହେଇଛି ଏବଂ କୌଣସି କାରଣବଶତଃ ଆପଣମାନଙ୍କର ରିଜେକ୍ଟ ହେଇଯାଇଛି, ଏଗ୍ରି ଷ୍ଟକ୍ ରେଜିଷ୍ଟ୍ରେସନ ବିନା ଅର୍ଥାତ୍ ଯଦି ଏଗ୍ରି ଷ୍ଟକ୍ ପାଇଁ ଆପଣମାନଙ୍କର ରିଜେକ୍ଟ ହେଇଛି, ସେଇଟା ଆପଣମାନେ ଏଗ୍ରି ଷ୍ଟକ୍ କଲା ପରେ ପାଇବେ। ନହେଲେ ବିଭିନ୍ନ କାରଣ ପାଇଁ ମଧ୍ୟ ରିଜେକ୍ଟ ହେଇଛି, ଯେମିତିକି ଆପଣମାନଙ୍କର ଇନକମ୍ ଟ୍ୟାକ୍ସ ପାଇଁ ହଉ, ଆପଣମାନଙ୍କର ଗଭର୍ଣ୍ଣମେଣ୍ଟ ସର୍ଭିସ ପାଇଁ ହଉ ବା ପେନସନ୍ ପାଇଁ ହଉ, ଏଇସବୁ କାରଣ ପାଇଁ ଯଦି ଆପଣମାନଙ୍କର ରିଜେକ୍ଟ ହେଇଛି ଏବଂ ଆପଣମାନେ ଭାବୁଛନ୍ତି ସେଇ ରିଜେକ୍ଟର ରିଜିନ୍ ଆପଣମାନଙ୍କର ଭୁଲ ଅଛି, ତାହେଲେ ଆପଣମାନେ ଏଇ ମେ ମାସ ପୂର୍ବରୁ ନିଜ ବ୍ଲକରେ ଯେଉଁ ଏଗ୍ରିକଲଚର ଅଫିସର, ମନେ ରଖନ୍ତୁ ଏଏଓ ବା ଆସିଷ୍ଟାଣ୍ଟ ଏଗ୍ରିକଲଚର ଅଫିସର, ଯୋଉଟାକି ବିଏଓ ବୋଲି ଆମେ ବି କହୁଛୁ, ବ୍ଲକ ଏଗ୍ରିକଲଚର ଅଫିସର, ତାଙ୍କ ସହିତ ଯୋଗାଯୋଗ କରନ୍ତୁ। ନହେଲେ ସାଧାରଣତଃ ଆପଣମାନଙ୍କ ଏରିଆରେ ଆପଣମାନଙ୍କ ପଞ୍ଚାୟତରେ ଯେଉଁ ଭିଏଲ୍‌ଡବ୍ଲ୍ୟୁ ରହିଛନ୍ତି, ତାଙ୍କ ସହିତ ମଧ୍ୟ ଯୋଗାଯୋଗ କରି ଆପଣମାନଙ୍କର ସେଇ ପ୍ରୋବ୍ଲେମଟି ସର୍ଟ ଆଉଟ୍ କରିଦିଅନ୍ତୁ। କାରଣ ଯେହେତୁ ଥରେ ଆପଣମାନଙ୍କର ପୋର୍ଟାଲରୁ ନାଁ କଟିଛି, ପୁଣି ଥରେ ଆପଣମାନଙ୍କୁ ସାମିଲ କରିବା ପାଇଁ ହେଲେ ପୂର୍ବର ଯେଉଁ ଡାଟା ରହିଛି ତାକୁ କ୍ଲିୟର କରିବା ପାଇଁ ପଡ଼ିବ। ସେଇ ଡାଟା କ୍ଲିୟର ହେଲା ପରେ ଆପଣମାନେ ଭୂମିହୀନରେ ମଧ୍ୟ ଆବେଦନ କରିବେ। ତେଣୁ ବହୁତ କିଛି ଇମ୍ପୋର୍ଟାଣ୍ଟ କଥା ମୁଁ ଆପଣମାନଙ୍କୁ କହିଲି। ଆଶା କରୁଛି ଏଇ ଭିଡ଼ିଓ ମାଧ୍ୟମରେ ଆପଣମାନଙ୍କର ଯୋଉମାନଙ୍କର ଡାଉଟ୍ ଥିଲା ନିହାତି କ୍ଲିୟର ହେଇପାରିଥିବ। ଯଦି ଏହା ଛଡ଼ା ବି ଅନ୍ୟାନ୍ୟ କୌଣସି ଡାଉଟ୍ ଅଛି, ନିହାତି ଆପଣମାନେ କମେଣ୍ଟ କରନ୍ତୁ। ନହେଲେ ଆପଣମାନେ ମୋ ସହିତ ଡାଇରେକ୍ଟ ଆପଣମାନେ ଯଦି ଫେସବୁକରେ ବା ଆପଣମାନେ ଇନଷ୍ଟାଗ୍ରାମରେ ମଧ୍ୟ ମୋତେ ଡାଇରେକ୍ଟ ମେସେଜ କରନ୍ତୁ, ଯୋଉଥିରେ କି ଆପଣମାନଙ୍କର ଯାହା ବି ପ୍ରୋବ୍ଲେମ୍ ଅଛି ସେଠି ସର୍ଟ ଆଉଟ୍ ହେଇପାରିବ।